ମାର୍ଟିନ ଲୁଥରଙ୍କର ଅସୀମ ସାହସିକ ଆମକୁ ଏହା ସ୍ମରଣ କରାଇ ଦିଏ ଯେ ଆମେ କୌଣସି ଧର୍ମଗୁରୁ, ସାଧୁ, ସ୍ୱାଧୀ, ସନ୍ନ୍ୟାସୀ, ସନ୍ନ୍ୟାସିନୀ, ପୋପ୍, ବିଶପ୍, ପାଳକ, ପ୍ରଚାରକ, ଅନଲାଇନ ବା ଟେଲିଭିଜନରେ ପ୍ରଚାର ଓ ପ୍ରସାର କରୁଥିବା ଯେକୌଣସି ବ୍ୟକ୍ତି ବିଶେଷଙ୍କୁ ଅନ୍ଧ ଭାବରେ ଗ୍ରହଣ କରିବାକୁ ହେବ ନାହିଁ। ସେମାନଙ୍କୁ ପ୍ରଥମେ ସେମାନଙ୍କର ଆଚରଣ, ଉଚ୍ଚାରଣ, ଚାରିତ୍ରିକ ଗୁଣ ଗାରିମା ସହିତ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ପରୀକ୍ଷା କରିବା ଆବଶ୍ୟକ। ପ୍ରେରିତ 17 ଅଧ୍ୟାୟ 11 ପଦରେ ବେରିଆବାସୀଙ୍କ ବିଷୟରେ ଲେଖା ଅଛି, ଆଉ ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି ଏହି ସମସ୍ତ ସତ୍ୟ କି ନା ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ।